ଆରେ ଝିଅ ଆକୁ କଣ କରିବୁ? ଆକୁ ବା ଘାଣ୍ଟ କରିବୁ କାଟୁଛି ସେଇଥିପାଇଁ ପରିବା। ଜମା ଘାଟ ଆମର କରୁନା। ମୁଁ ଯାଇଥିଲି ସେ ପରିସା ଘର ଲୋକ ଆଡେ ହଁ ବୁଲିକି ଯାଇଛି। ମତେ ପଚାରିଲି ତମର ଘାଟ କଲଣି? ମୁଁ କହିଲି ନାଇଁ ମା ଆମ ଟୋକାକୁ ତ ଦିହ ଭଲ ନାହିଁ, ଜ୍ୱର ଶୋଇଛି, ଆଉ ପରିବା ନାହିଁ, ଆଉ ଆକୁ ଘାଟ କିଏ କରିବ? ଆଉ ତୁ ଆକୁ ଥୋଇଦେ ହେଲା। ଆମର ଆଉ 4 ଦିନ ରୋଷେଇ କରିବା। ସମେତ ଆମକୁ ଟିକେ ଟିକେ ତାଟିଆରେ ଟିଫିନରେ କଂସାରେ ଦେଇଦେ, ଆମର ଏତେ ଖଣ୍ଡେ ହେଇଯିବ। ସେଇଥିରୁ ଖାଇଦବା। ଏ ପରିବା ଥୋଇଦେ, ଆମର 4 ଦିନ ରାନ୍ଧିବା। କାହିଁକି ଆମର ଘାଟ କରିବା? ବୋଉ ତମେ ବଢିଆ କଥା କହିଛ। ଆଉ ସତ କଥା, ଏଇ ପରିବା ରଖିଦିଅ ଆମର ଏଇନା 4 ଦିନ ଖାଇବା। ସେ ତ ଦେବେ କହୁଛ। ଆଉ ବୋଉ ଆଉ ଗୋଟେ କଥା, ସେ ଜାଣିଛନ୍ତି ଆମର ହଉନି। ସମେତ ବା ସାଇ ପଡ଼ିଶା ସବୁ ଦିଅନ୍ତି, ଦବା ନବା କରନ୍ତି। ଆଉ ମୁଁ ତ ଯେତେବେଳେ ଭଲ ମନ୍ଦ କଲେ ସମସ୍ତେ ଘରେ ଦିଏ। ସେ ଆଜି ଜାଣିଛି ଆମର ହଉନି ବୋଲି ସେ ସବୁ ତାଟିଆ ଟିଫିନ କଂସାରେ ସବୁ ଆଣିକି ଏତେ ଦେଇଛି। ହଁ ବୋଉ ମୁଁ ବୁଝିଲି ଯେ ସେ ଦେବେ। ଯଦି ମତେ ପଚାରିବେ ତମର କାହିଁ ଘାଟ କଲନି, ମୁଁ ତାହେଲେ କଣ କହିବି? ଆରେ ଯିଏ ଆସିବ ତତେ ଡାକିକା ତୁ ମିଛରେ ଲୁଗାଟା କି ବାଲ୍ଟିଟା କି କଂସାଟା ନେଇ ବାରିଆଡକୁ ପଳେଇ ଯିବୁ। ତୁ ସିନା ଠିଆ ହେଲେ ସେ ତତେ ପଚାରିବି ଗପିବେ। ତୁ ପଳେଇ ଯିବୁ ତୋ କାମରେ। ମୁଁ ତ ନଥିବି ଘରେ, ଆଉ ପଚାରିବ କାହିଁକି? ହଁ ବୋଉ ସେଇଆ କରିବା। ତମେ ନେଇଯାଅ, ରଖିଦିଅ ଶୀଘ୍ର ପରିବା ଗୁରା। ମୁଁ ରଖିଦଉଛି, ତୁ ଯା ପଳାଟା। ହଉ ତମେ ରଖିଦିଅ। ତୁ ଏତେ ନାଟ ନଗେଇ ଯାଇକି ସାଇ ପଡିଶା ଘରେ? ନା ନାଟ କାଇଁ ଲଗେଇନି? ଆଉ କଣ ପରିବା ଯୋଉ ରେଟ, ଆମ ପରିବା ଖାଉ। ସେମିତି କହିଦେଲେ ଆମେ ଟିକେ ଦେଇଦେବା, ଆମେ ଖାଇବା। ଆଉ ତୁ ଗୋଟେ କାମ କର, ମତେ ଗୋଟେ କାମ କର, ମତେ ଆଣିକି ଦିଅ ଗୋଟା କମଳ ଦିଅ। ମୁଁ ଯାଇ ସେ ଘର ଭିତରେ ନହେଲେ ଶୋଇ ପଡେ ଜାକି ଜୁକି ହେଇକି। ହୋ ମତେ ଜ୍ୱର ହେଲାଣି ଲୋ। ମତେ ଜ୍ୱର ହେଲାଣି ଲୋ। ଏମିତି ହେଇ ଶୋଇବି, ଆଉ କାଳେ କିଏ ଆସିବ ଖରାପ ଭାବିବ। ଆରେ ଶୋଇବୁ କାହିଁକି? ସେଇ କମଳଟାକୁ ମୁଣ୍ଡରେ ପକେଇକି ଏମିତି ଘୋରେଇ ପୋରେଇ ହେଇକି ଦାଣ୍ଡାରେ ଟିକେ ବୁଲିଯିବୁ। ଆଉ ସେମାନେ ଦେଖିଲେ କହିବେ ସତରେ ତାକୁ ଜ୍ୱର ହେଇଛି ଲୋ, ଆଙ୍କର ହେଇନି ଘାଟ। ଆମେ ଅଳ୍ପ କାହିଁ ଦବା, ତାଟିଆରେ ଗୋଟେ କଂସାରେ ଦେଇଦବା। ବୋଉ ବଢିଆ ଆଇଡିଆ ବାହାର କରିଛ। ଭଲ କଥା। ଆଉ କି ଆଇଡିଆ ମୋ ବୋଉର? ସେଇ ସକାଶେ BSNL ସିମ୍ ବନ୍ଦ ହେଇଗଲାଣି। ଆଇଡିଆ ଏଇନା ଚାଲିବ। ଧନ୍ୟ କହିବରେ ତତେ ମୋ ବୋଉ। ଏଇ ମୁଁ ଆଉ ଘରୁ ପଦାକୁ ବାହାରି ପାରିବିନି। ଯାଉଛି ବରଂ ଗୋଟେ କମଳ ନେଇକି ଗୋଟେ ଘୋଡେଇ ପୋଡେଇ ଶୋଇବି। ଆଉ କଣ କରିବି? ବୋଉ ତମେ ଯାଅ ଥୋଇଦିଅ, ମୁଁ ଯାଉଛି ବନେଇକି ଥୋଇଦିଏ। ଆରେ ଏମିତି କହୁଛନ୍ତି।